ଜିଓସୁଅ 7 ପର୍ବ। ମାତ୍ର ଇସ୍ରାଏଲ ସନ୍ତାନଗଣ ବର୍ଜିତ ବସ୍ତୁ ବିଷୟରେ ସତ୍ୟ ଲଙ୍ଘନ କଲେ। କାରଣ ଜିହୁଦା ବଂଶୀୟ ଶେତହର ପୌତ୍ର, ସଦୀର ପୌତ୍ର, କର୍ମୀର ପୁତ୍ର ଆଖନ ବର୍ଜିତ ବସ୍ତୁରୁ କିଛି ହରଣ କଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ଏଥିମଧ୍ୟରେ ଜିଓସୁଅ ଜିରିହୋଠାରୁ ବୈଥଲର ପୂର୍ବ ଦିଗସ୍ଥିତ ବୈଥାବନର ପାର୍ଶ୍ୱସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, ଉଠ, ଯାଇ ଦେଶ ଅନୁସନ୍ଧାନ କର। ଏଥିରେ ଲୋକମାନେ ଯାଇ ଅୟନଗର ଅନୁସନ୍ଧାନ କଲେ। ଏ ଉତ୍ତାରେ ସେମାନେ ଜିଓସୁଅଙ୍କ ନିକଟକୁ ଫେରିଆସି ତାଙ୍କୁ କହିଲେ, ସମସ୍ତ ଲୋକ ନ ଯାଆନ୍ତୁ, କେବଳ 2-3 ସହସ୍ର ଲୋକ ଯାଇ ଅୟନଗର ପରାସ୍ତ କରନ୍ତୁ। ସେଠାରେ ସମସ୍ତ ଲୋକଙ୍କୁ ପରିଶ୍ରମ କରାଅ ନାହିଁ, ଯେହେତୁ ସେଠାର ଲୋକେ ଅଳ୍ପ ମାତ୍ର। ତେଣୁ ଲୋକମାନଙ୍କ ମଧ୍ୟରୁ ଊଣାଧିକ 300 ସେଠାକୁ ଗଲେ, ମାତ୍ର ଅୟନଗରସ୍ଥ ଲୋକମାନଙ୍କ ସମ୍ମୁଖରୁ ପଳାଇଲେ। ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ ଊଣାଧିକ 36 ଜଣଙ୍କୁ ଆଘାତ କଲେ। ନଗର ଦ୍ୱାରରୁ ସବାରିମ୍ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ି ନେଇ ଗଡ଼ନ୍ତି ବାଟରେ ଆଘାତ କଲେ। ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା। ଏଥିରେ ଜିଓସୁଅ ଓ ଇସ୍ରାଏଲ ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ, ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ। ପୁଣି ଜିଓସୁଅ କହିଲେ, ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଏହି ଲୋକମାନଙ୍କୁ ଜର୍ଦ୍ଦନ ପାର କରାଇ ଆଣିଲ କାହିଁକି? କି ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବାକୁ? ଆହା, ଯେବେ ଆମ୍ଭେମାନେ ସନ୍ତୁଷ୍ଟ ହୋଇ ଜର୍ଦ୍ଦନ ସେପାରିରେ ଥାନ୍ତୁ। ହେ ପ୍ରଭୁ, ମୁଁ କଣ କହିବି? ଇସ୍ରାଏଲ ତ ଶତ୍ରୁ ସମ୍ମୁଖରୁ ପିଠି କରି ସାରିଲାଣି। କାରଣ କିଣାଣିଆମାନେ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ। ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ। ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କଣ କରିବ? ତେଣୁ ସଦାପ୍ରଭୁ ଜିଓସୁଅଙ୍କୁ କହିଲେ, ଉଠ, ଏ କଣ? ତୁମେ କାହିଁକି ଅଧୋମୁଖ ହୋଇ ପଡ଼ିଅଛ? ଇସ୍ରାଏଲ ପାପ କରିଅଛନ୍ତି ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ସେମାନେ ଲଙ୍ଘନ କରିଅଛନ୍ତି। ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣାମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି। ଏଥିଲାଗି ଇସ୍ରାଏଲ ସନ୍ତାନଗଣ ବର୍ଜିତ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରୁନାହାନ୍ତି। ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁଅଛନ୍ତି। ତୁମେମାନେ ଆପଣମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପାଟନ ନ କଲେ ଆମ୍ଭେ ଆଉ ତୁମମାନଙ୍କ ସଙ୍ଗରେ ରହିବା ନାହିଁ। ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର। କାରଣ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ ମଧ୍ୟରେ ବର୍ଜିତ ବସ୍ତୁ ଅଛି। ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରିବ ନାହିଁ। ଏ ନିମନ୍ତେ ତୁମ୍ଭେମାନେ ପ୍ରାତଃକାଳରେ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଯିବ। ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ, ସେହି ବଂଶର ଏକ ଏକ ଗୋଷ୍ଠୀ ନିକଟକୁ ଆସିବେ। ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ, ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ। ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ, ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ। ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ। ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା, ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା। ଅନନ୍ତର ଜିଓସୁଅ ଅତି ପ୍ରଭାତରେ ଉଠି ଇସ୍ରାଏଲକୁ ଆପଣା ଆପଣା ବଂଶ ଅନୁସାରେ ନିକଟକୁ ଅଣାଇଲେ। ତହିଁରେ ଜିହୁଦା ବଂଶ ନିର୍ଣ୍ଣିତ ହେଲା। ତହୁଁ ସେ ଜିହୁଦା ଗୋଷ୍ଠୀ ନିକଟକୁ ଅଣାନ୍ତେ ସେରହ ଗୋଷ୍ଠୀ ନିର୍ଣ୍ଣିତ ହେଲା। ତହୁଁ ସେ ସେରହ ଗୋଷ୍ଠୀର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ ସର୍ଦ୍ଦି ନିର୍ଣ୍ଣିତ ହେଲା। ତହୁଁ ସେ ତାହାର ପରିବାର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ ଜିହୁଦା ବଂଶୀୟ ସେରହର ପୌତ୍ର, ସର୍ଦ୍ଦିର ପୌତ୍ର, କର୍ମୀର ପୁତ୍ର ଆଖନ ନିର୍ଣ୍ଣିତ ହେଲା। ତେବେ ଜିଓସୁଆ ଆଖନକୁ କହିଲେ, ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର। ଆଚ୍ଛା, ତୁମେ କଣ କରିଅଛ ମୋତେ କୁହ, ମୋଠୁ ତାହା ଲୁଚାଅ ନାହିଁ। ତହିଁରେ ଆଖନ ଉତ୍ତର କରି ଜିଓସୁଆଙ୍କୁ କହିଲା, ସତ୍ୟ, ମୁଁ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି। ମୁଁ ଅମୁକ ଅମୁକ କାର୍ଯ୍ୟ କରିଅଛି। ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ 2 ସେକଲ ରୂପା ଓ 50 ସେକଲ ପରିମିତ ଏକ ସୁନା ମୁଣ୍ଡା ଦେଖି ଲୋଭ କରି ତାହା ନେଲି। ଆଉ ଦେଖ, ସେସବୁ ମୋ ତମ୍ବୁ ମଧ୍ୟରେ ଭୂମିରେ ପୋତା ଅଛି।
ଆଉ ରୂପା ତହିଁ ତଳେ ଅଛି। ଏଥିରେ ଯୋଶୁଆ ଦୂତ ପଠାନ୍ତେ ସେମାନେ ତମ୍ବୁକୁ ଦୌଡ଼ିଗଲେ, ଆଉ ଦେଖ ତାହା ତାହାର ତମ୍ବୁରେ ପୋତା ଓ ତହିଁ ତଳେ ରୂପା ଅଛି। ତେବେ ସେମାନେ ତମ୍ବୁ ମଧ୍ୟରୁ ସେସବୁ ନେଇ ଯୋଶୁଆଙ୍କର ଓ ଇସ୍ରାଏଲର ସମସ୍ତ ସନ୍ତାନଗଣର ନିକଟକୁ ଆଣିଲେ। ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଥୋଇଲେ। ପୁଣି ଯୋଶୁଆ ସମଗ୍ର ଇସ୍ରାଏଲ ସେରହର ସନ୍ତାନ ସେହି ଆଖନକୁ ଓ ସେହି ରୂପା ବସ୍ତ୍ର ଓ ସୁନା ମୁଣ୍ଡା ଓ ତାର ପୁତ୍ର ଓ କନ୍ୟାମାନଙ୍କୁ ଓ ତାର ଗୋରୁ ଓ ଗଧ ଓ ମେଣ୍ଢା ଓ ତମ୍ବୁ ସର୍ବସ୍ୱ ନେଇ ଆଖରରୁ ଉପତ୍ୟକାକୁ ଆଣିଲେ। ପୁଣି ଯୋଶୁଆ କହିଲେ, ତୁମେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ। ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତାରଘାତ କରି ବଧ କଲେ। ପୁଣି ସେମାନେ ସେସବୁକୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ। ଆଉ ସେମାନେ ତାହା ଉପରେ ଏକ ବୃହତ୍ ପ୍ରସ୍ତର ଢିପି କଲେ। ତାହା ଆଜି ଯାଏଁ ଅଛି। ଏହି ରୂପେ ସଦାପ୍ରଭୁ ଆପଣ ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜି ଯାଏଁ ଆଖେର ଦୁଃଖ ଉପତ୍ୟକା ବୋଲି ଖ୍ୟାତ ଅଛି।